ଆଜ୍ଞା ନମସ୍କାର। ସବୁ ଗ୍ରହ ଦୁଃଖ ଦିଅନ୍ତି ଯଦି ସେମାନେ ଜାତକରେ ଅଷ୍ଟମ ଘରେ ଥାନ୍ତି। ଏକମାତ୍ର ଗ୍ରହ ବୁଧ ଅଷ୍ଟମରେ ଥିଲେ ସ୍ଥିର ଭାବରେ ବା ଗୋଚରରେ, ଏକମାତ୍ର ଗ୍ରହ ବୁଧ ସ୍ଥିର ଭାବରେ ବା ଗୋଚରରେ ଅଷ୍ଟମରେ ଥିଲେ ପ୍ରସନ୍ନ ହୁଅନ୍ତି ଓ ଶୁଭ ଫଳ ଦିଅନ୍ତି। ହଁ ବନ୍ଧୁ, ଆଜି ଆମେ ଗ୍ରହ ଜାଲରେ ପଡ଼ିଥିବା ସମସ୍ତ ଜନତାଙ୍କ ପାଇଁ ଆଲୋଚନା କରିବାକୁ ଯାଉଛେ ଯେ ଶୁକ୍ରବାର 7 ତାରିଖ ସୂର୍ଯ୍ୟ ଉଦୟ ହେବେ 5ଟା 25 ପରେ, ଅସ୍ତ ଯିବେ 6ଟା 18 ପରେ। ମନ୍ଦ ସମୟ ଦିନ 10ଟା 15ରୁ 11ଟା 51 ଯାଏ। এই ମନ୍ଦ ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବେନି। ଯଦି କରୁଥିବେ ଚାଲିଥିବେ, ଯାତ୍ରା ଆରମ୍ଭ କରିବେନି। ଏହି ସମୟଟା ଭାରି ବିପଦପୂର୍ଣ୍ଣ। ଏହି ସବୁ ମାନୁନାହାନ୍ତି ବୋଲି ପ୍ରାୟ ଦୁର୍ଘଟଣା ହେଉଛି। ବିଭିନ୍ନ ଜାଗାରେ ଯେଉଁ ଦୁର୍ଘଟଣା ହେଉଛି ତାର ମୁଖ୍ୟ କାରଣ ରାହୁ କାଳ। ହଁ ବନ୍ଧୁ, ଶୁକ୍ରବାର 7 ତାରିଖ ମେଷ ରାଶି ଲୋକେ ଅସୁସ୍ଥ ହେବେ। ସନ୍ଧ୍ୟା 6ଟା 43 ଠାରୁ ଦ୍ୱିଜା ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ। ଯଦି ସତରେ ଆପଣ ବୁଦ୍ଧିମାନ, ବିବେକୀ ଏବଂ ବିଚକ୍ଷଣ, ତେବେ ଆଜି ଜିତିଯିବେ। ଧନ, ମାନ, ପ୍ରଭାବ ଓ କ୍ଷମତା ଆଦି ଆପଣଙ୍କର କରଗତ ହେବ। ଯଦି ଏପରି ନୁହେଁ ମାନେ ଆପଣ ବୁଦ୍ଧିମାନ, ବିବେକୀ ଓ ବିଚକ୍ଷଣ ନୁହନ୍ତି, ତେବେ ହାରିଯିବେ। ଆପଣଙ୍କୁ ଆପଣଙ୍କ ଅବୁଝା, ଅବୋଧ, ଅଧୀର ମନ ଦିନ ସାରା ହଇରାଣ କରିବ। ତଥାପି ଯଦି କଥା ମାନିବେ ମାନେ ଚୁପ୍ ରହି ସବୁ ସମ୍ଭାଳି ଅନେକ ଶୁଣି ପଦେଟିଏ କହିବେ ବା ଆଦୌ ନ କହିବେ, ତେବେ କର୍ମ କର୍ତ୍ତବ୍ୟ କରିଚାଲିବେ ତ କିଛି ପାଇବେ, ନହେଲେ ନା। ବୃଷ ରାଶି। ଶୁକ୍ରବାର 7 ତାରିଖ ବୃଷ ରାଶି ଲୋକଙ୍କ ପାଇଁ ଅର୍ଥ ଲାଭ ଯୋଗ ଅଛି। ସନ୍ଧ୍ୟା 6ଟା 43 ଠାରୁ ରୋହିଣୀ ନକ୍ଷତ୍ର ପାଇଁ ଅଶୁଭ। ଦୟାଳୁ ଭଗବାନଙ୍କର ପୂର୍ଣ୍ଣ ଦୟା ଆଜି ବୃଷ ରାଶି ଉପରେ ଅଛି। ସାମାନ୍ୟ ଚେଷ୍ଟାରେ ଏମାନେ ଆଜି ଧନ, ମାନ, ଗୋପ, ଲକ୍ଷ୍ମୀ ପାଇ ଆନନ୍ଦିତ ହେବେ। ପୂର୍ବାପେକ୍ଷା ସୁନ୍ଦର ଦିଶିବେ। ବାହୁକୁ ବଳ, ଛାତିକି ଦମ୍ଭ, ମୁଣ୍ଡକୁ ବୁଦ୍ଧି, ହାତକୁ ଧନ, ପାଖକୁ ମିତ୍ର, ଏଭଳି ସବୁ ସୁଖ ସୁବିଧା ମିଳିଯିବ। ଦେହ ମୁଣ୍ଡ ସୁସ୍ଥ ରହିବ। ଏସବୁ ପାଇଁ ଆପଣଙ୍କର ପୁଣ୍ୟ ଓ ଧର୍ମ ହିଁ ସହାୟ ହେବ। ଏତେ ସୁଯୋଗ କେବଳ ଆସେ ଯେ ପୁଣ୍ୟବାନ ତା ପାଖକୁ। ହଁ ବନ୍ଧୁ, ଏବେ ଦେଖିବା ମିଥୁନ କଥା। ଶୁକ୍ରବାର 7 ତାରିଖ ମିଥୁନ ରାଶି ଲୋକଙ୍କ ପାଇଁ ଅପମାନ ଯୋଗ ଅଛି। ସନ୍ଧ୍ୟା 6ଟା 43 ଠାରୁ ପୁନର୍ବସୁ ନକ୍ଷତ୍ରକୁ ଅଶୁଭ। ଆଜ ଏକ ପ୍ରକାର ଅସୁବିଧା ଦିନ। ଦେହ ଖରାପ ହେବ ମାନେ ଦେହ ଉପରେ କୁପ୍ରଭାବ ପଡ଼ିବ। ବୃଥା ବ୍ୟୟ ହେବ, ଏଣୁ ଧନ ଓ ମନ ଉପରେ କୁପ୍ରଭାବ ପଡ଼ିବ। ଆୟ, ଅମଳ, ରୋଜଗାରରେ ବାଧା ସୃଷ୍ଟି ହେବ। ଯାତାୟାତ କଲେ ହଇରାଣ ହେବେ। ଦୁର୍ଘଟଣା ଭୟ ଅଛି। ଅରକ୍ଷିତକୁ ଦୈବ ସାହା। ତେବେ ଆପଣ କରିଥିବା ଧର୍ମ ଆପଣଙ୍କୁ ସହାୟ ହେବ। ଧର୍ମଂ ଯ ନ କରୋତି ବିମୂଢ଼ମତି। ସେ ମହାମୂର୍ଖ ଯେ ଧର୍ମ କରେ ନା। କାରଣ ଧର୍ମ ଏକ ସିନା ମହତ ପଣିଆ, ଆଉ ସବୁ କଥା ଅଢ଼େଇ ଦିନିଆ। ଏଇ ଧର୍ମ ହେଉଛି ଗୋଟିଏ ଚାବି। ସ୍ୱର୍ଗ ଦ୍ୱାରରେ ଏକ ବଡ଼ ତାଲା ପଡ଼ିଛି। ଏଇ ଚାବି ଦ୍ୱାରା ସେ ତାଲା ଖୋଲି ହେବ। ଏଣୁ ପିଲାଦିନୁ ଧନ ଧର୍ମ ମୁଁ ସଞ୍ଚିବି। ହଁ, ପୂରଣ କର।
आज आम आलोचना करवा कर्कट राशि कथा। शुक्रवार 7 तारिख कर्कट राशि लोकों नूतन आयोजक अच्छी संध्या 6:43 ठारू अश्लेषा नक्षत्र अशुभ। कर्कट राशि आज नहेबा कर्म हेब, अपूर्व पदार्थ मिलिब, धन मान गोप लक्ष्मी सबू मिलिब, यही आशा करी समस्त कर्कट जनता 7 तारिख शुक्रवार को अपेक्षा करिसेंती। हेले ये सबू मुह देखेबे शतकड़ा 100 पाखक आसब टिकिए गर्दन सहस्र भाग जल बिंदु नास्ति। कहीं कहना जी दाता ये सब सुख दबा कथा ताकू विधाता बांधी पकईचंती। कर्कट खाली मुह देखा देना, सी एक बाधक स्थान रही जाइछि परा। हेले ये सब मिलिब अति सामान्य, कारण आज दाता बाधक स्थान रही जाइछंती। शारीरिक समस्या नाही। सिंह पाखु जीवा। शुक्रवार 7 तारिख सिंह राशि लोके कर्म करी खुशी हेबे। संध्या 6:43 ठारू पूर्व फाल्गुनी नक्षत्र अशुभ। सिंह राशि जनता को आज कर्मर आह्वान अच्छी, फल सेमाने आज सुस्थ रहिबे, पूर्व दुख जंत्रणारू मुक्त हेबे, योजना मुताबक कर्म कले लाभवान हेबे, जश ख्याति शुणिबे, सामाजिक प्रतिपत्ति बढ़ीजीव। आजिर कर्म केवल कौलिक मौलिक नुहे, बरं किसी सामाजिक और लौकिक कर्म करी धन और जश लाभ करिवे। आसंत भाई टिके आगू जीवा, देखिया कौन अच्छी कन्या राशि पाई। शुक्रवार 7 तारिख कन्या राशि लोकों पाई बंधु मिलन योग अच्छी। संध्या 6:43 ठारू हस्ता नक्षत्र अशुभ। जीवन नौकारे पानी पशिले से बुड़ीजीव। आउ हे कर्णधार, तुम डंगा जदिओ स्रोतर अनुकूल जीव, तथापि पवन प्रतिकूल बहिब, बहु बाधा बंधन सम्मुखीन हेबाकु पड़िबो। कौन बुझिले तो? आज कन्या राशि लोक माने चेष्टा करिवे, हेले हारी जीवे। जीवे स्रोतर अनुकूल रे, किंतु प्रतिकूल पवन बहिब। सुतरां जे वीर से हारे ना, जे भीरु से हारी जाए। तथापि पवन प्रतिकूल बहिब, बहु बाधा बंधनर सम्मुखीन हेबाकु पड़िबो। यह जानी बुझी विचार करी आपण नीरवरे सबु काम करि चलंतु। काहा कथा उपरे गुरुत्व न देई कर्म कले धनवान हेबे, निरोग रहिबे। जदि पाटी खोलिबे तेबे कौन अपमानित हेबे। ऊपर मुह तलकू हेले मनीष जीवन दिक्कड़ा। आलो सखी अपना महत आपे रखी। एटा किए कहले सब खाली मु कहीदेवी। एबे आलोचना करवा तुला राशि। शुक्रवार 7 तारिख तुला राशि लोकों सह विरोध भाव हेब। सबुथिरे बाधा बंधन भय विरोध भाव। निज लोक भी प्रतिवाद करिवे, ना एटा करो ना। संध्या 6:43 ठारू विशाखा नक्षत्र अशुभ। दिनटी बड़ दुखप्रद हेब। सबु कार्य बाधा बंधन सृष्टि हेब। आय अमल द्वार प्राय बंद। आयठू व्यय अधिक हेब। आदर अपेक्षा निंदा बा अनादर अधिक मिलिब। कौनसी निरापद स्थान रे पूर्ण विश्राम नियंतु, कारण आज पूर्ण असुस्थ रहिबे। आपाद मस्तक प्रायतः आक्रांत हेब।
ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ଶ୍ରାବଣ ମାସ ଆସିଗଲା, ଲୋକେ ବାଇଆ ଧର୍ମ କରିବା ପାଇଁ। ଆଇଁଷ ଖାଅନା, ପିଆଜ ରସୁଣ ଛୁଅନା, ଛତୁ ପୋଇ ଖାଅନା ଇତ୍ୟାଦି। ଆଉ ଉପବାସ କର ସୋମବାର ଦିନ। କାହିଁକି କାହିଁକି କାହିଁକି? ଏସବୁ ତ ମୋ ପିଲାଦିନ ନଥିଲା, ମୋ ବାପାଙ୍କ ପିଲାଦିନ ନଥିଲା, ଜେଜେଙ୍କ ପିଲାଦିନ ନଥିଲା। ଏବେ ସବୁ ପଦିବ ବାହାରୁଛି। ଆରେ ଆଗେ ଦେହକୁ ଜଗ, କେହି ପିଠିରେ ପଡ଼ିବେନି, କେହି ନାହିଁ। ବାପା ନୁହଁ କି ମଉସା ନୁହଁ, ଗୁରୁ ନୁହଁ କି ଆଚାର୍ଯ୍ୟ ନୁହଁ। ଆଗେ ଦେହକୁ ଜଗ। ଏ ସବୁ ଫୁଟାଣି କଥା ଛାଡ଼, ଉପାସ ରୁହ ନା, କି ଦେହକୁ କଷ୍ଟ ଦିଅ ନା। ସବୁ ଖାଦ୍ୟ ଖାଅ। କେହି କୋଉ ହର ବ୍ରହ୍ମା ଯେତେ ଦେବତା ଅଛନ୍ତି, ଯାହା ପାଇଁ ପୂଜା ପାଠ କରୁଛ, ତମ ପିଠିରେ କେହି ପଡ଼ିବେନି। ଭୁଲ କାମ କର ନା, କି ଦେହକୁ କଷ୍ଟ ଦିଅ ନା। ଗୋଟା ଲୀଳା ଲଗେଇଛ ଉପାସ ରହିକିରି। ନାଇଁ 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 ନାଇଁ। ଏବେ ଆଲୋଚନା କରିବା ବିଛା ରାଶି କଥା। ଶୁକ୍ରବାର 7 ତାରିଖ ବିଛା ରାଶି ଲୋକଙ୍କ ପାଇଁ ସମ୍ପଦ ଲାଭ ଯୋଗ ଅଛି। ସନ୍ଧ୍ୟା 6:43 ଠାରୁ ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଅଶୁଭ। ପୁରୁଷ ମାନଙ୍କର ଘାତ ଚନ୍ଦ୍ର ଓ ସମସ୍ତଙ୍କ ପାଇଁ ଘାତ ବାର। ବହୁ ଘାତ ପ୍ରତିଘାତ ଦେଇ ଜୀବନ ସଂଗ୍ରାମ କରି ବିଜୟୀ ହେବେ। ବହୁ ସମ୍ପଦ ଲବ୍ଧ ହେବ। କିଛି ସମୟ ପାଇଁ କୌଣସି ଅଙ୍ଗ ଆକ୍ରାନ୍ତ ହେବ। ଦୈନନ୍ଦିନ ବୃତ୍ତିରୁ ବଢ଼ିଆ ଆୟ ହେବ। ସବୁ ସୁଖ ପାଇ ଅଦମ୍ୟ ଉଦ୍ୟମ ଲୋଡ଼ା। ଏସବୁ ସୁଖ ମିଳିବ ମାଗଣା? ନାଇଁ ନାଇଁ ନାଇଁ। ଅଦମ୍ୟ ଉଦ୍ୟମ ଚେଷ୍ଟା କରନ୍ତୁ। ଶୋଇ ରହିଲେ ସିଂହ ପାଟିକି ପରା ପଶୁ ଆସିବେନି। ସୁତରାଂ ସିଂହ ଭଳିଆ ଜନ୍ତୁ ଯଦି ଧାଇଁ ଦୌଡ଼ି ଖାଦ୍ୟ ସଂଗ୍ରହ କରୁଛି, ଆପଣ ନ ଦୌଡ଼ିବେ କାହିଁକି? ଚେଷ୍ଟା କରନ୍ତୁ। କିଛି କାର୍ଯ୍ୟ ଉତ୍ସାହର କାରଣ ହେବ। ଆଜି ଆପଣ ଉତ୍ସାହିତ ହେବେ, ଭଲ ଫଳ ପାଇବ। ବିଚାର ସରିଲା। କୋଉ ଶାସ୍ତ୍ରରେ କୁହାଯାଇନି ଉପାସ ରହିବା ପାଇଁ, ଦେହକୁ କଷ୍ଟ ଦେବା ପାଇଁ। ମସ୍ତା ହଉଛ? ଆରେ ରୋଗ ବ୍ୟାଧି ବର୍ତ୍ତମାନ ଯେମିତି ଆକ୍ରମଣ କରୁଛି, କାହିଁ ଉପାସ ରହୁଛ? ନାଇଁ, ଖାଅ, ପେଟ ପୁରେଇ ଖାଅ। ଅଳ୍ପ ଅଳ୍ପ ଖାଅ, କଳବ କଳବ ଝିଅ। ଅଳ୍ପ ଅଳ୍ପ ଖାଅ, ବାରମ୍ବାର ଖାଅ, କିନ୍ତୁ ତଣ୍ଟି ପନ୍ତ ଗିଳନା, ଧନ ଭଳିଆ ପଡ଼ିବ ନା। ଏବେ ଧନୁରାଶି କଥା। ଶୁକ୍ରବାର 7 ତାରିଖ ଧନୁ ରାଶି ଲୋକେ ପ୍ରଶଂସିତ ହେବେ। ସନ୍ଧ୍ୟା 6:43 ଠାରୁ ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଅଶୁଭ। ଘାତ ବାର କଥାଟେ ଶୁଣାଯାଏ। ପାଳ ଝାଡ଼ି ଝାଡ଼ି ପାଇଲି ଧାନ। ମାନେ ଆଜି ମୋର ମନସ୍କାମନା ପୂର୍ଣ୍ଣ ହେଲା। ଅର୍ଥାତ୍ ଧନୁ ରାଶିର ଲୋକେ ଆଜି ଯଦି ନେଇ ଆଣି ଥୋଇପାରିବେ, ତେବେ ଲାଭବାନ ହେବେ। ସବୁ ଇଚ୍ଛା ପୂରଣ ହେବ। ସବୁ କ୍ଷେତ୍ରରେ ଲାଭ ହେବ। ବ୍ୟବସାୟ ଓ ବାଣିଜ୍ୟ ଦୋକାନରେ କାମ କରୁଥିବା ଲୋକମାନେ ବିଶେଷ ଲାଭବାନ ହେବେ। ଏତଦ୍ ବ୍ୟତୀତ କୌଳିକ ମୌଳିକ ସାମାଜିକ ଓ ବୌଦ୍ଧିକ ଲାଭ ହେବ। ସୁସ୍ଥ ରହିବେ, ଶାନ୍ତି ପାଇବେ। ଆଜି ଖାଲି ଲାଭ ଲାଭ ଲାଭ, କ୍ଷତିର ପ୍ରଶ୍ନ ନାହିଁ। ଏସବୁ ପୂର୍ବ ପୁଣ୍ୟର ଫଳ। ଆମେ ଯଥାରୀତି ପୁଣ୍ୟ ନ କଲେ ନାହିଁ, ଆମେ ପୁଣ୍ୟ କରିପାରିବାନି। କିନ୍ତୁ ପାପ କରନ୍ତୁନି। କରି ନପାର ଯଦି ପରୋପକାର କରନା, ଅପକାର କେବେ କାହାର। ଜ୍ଞାନୀ କହିଲେ ଉପକାର କାର ନ କର, ଉପକାର କଲେ ପୁଣ୍ୟ ହେବ, ହେଲେ କାର ଅପକାର କରନା। କରି ନପାର ଯଦି ପରୋପକାର କରନା, ଅପକାର କେବେ କାହାର। ଏବେ ମକର ରାଶି କଥା ଆଲୋଚନା କରିବା। ଶୁକ୍ରବାର 7 ତାରିଖ ମକର ରାଶି ଲୋକଙ୍କର ଶ୍ୱାସ ଜନିତ କଷ୍ଟ ଅଛି। ସନ୍ଧ୍ୟା 6:43 ଠାରୁ ଶ୍ରବଣା ନକ୍ଷତ୍ର ପାଇଁ ଅଶୁଭ। ଆଜ ଏକ ସୁଖପ୍ରଦ ଦିନ। ଏଣୁ ଯତ୍ନର ସହ ସବୁ କାମ କଲେ ପ୍ରଶଂସିତ ହେବେ। ଧନ ଲାଭ ଯୋଗ ଅଛି। ଦେହ ପା ସୁସ୍ଥ ରହିବ। ସେଥିପାଇଁ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେଇଥିବା ଯେଉଁ ଛାତ୍ରଛାତ୍ରୀ ହେଲା, ଯେତେ ବୟସରେ ହେଇଥାନ୍ତୁ ମ, ଯଦି ପରୀକ୍ଷା ଦେଇଥିବେ, ଇଣ୍ଟରଭ୍ୟୁ ଦେଇଥିବେ, ତେବେ ଫଳ ଶୁଣିବେ।
ଭଲ ଖୁସି ହେବେ, ଶାନ୍ତି ପାଇବେ। ଯଦି ଧର୍ମ ଦିଗରେ ମନ ଦେବେ ତେବେ କୌଳିକ ମୌଳିକ ଆର୍ଥିକ ବୌଦ୍ଧିକ ପାରିବାରିକ ସୁଖ ପାଇବେ, ହେଲେ ଶ୍ୱାସ ଜନିତ କଷ୍ଟ ଭୋଗିବେ। ଯଦି ପୁରୁଣା ରୋଗ ଥାଏ, ଗୁଡ଼େ ଛିଙ୍କ ହେବ, କାଶ ହେବ, ଦମା ପେଲି ହେବ, ଧଇଁ ସଇଁ ଲାଗିବ, କଷ୍ଟ ଟିକେ ଲାଗିବ। ଆଉ କୁମ୍ଭ ରାଶି କଥା, ଶୁକ୍ରବାର 7 ତାରିଖ କୁମ୍ଭ ରାଶି ଲୋକେ ଆର୍ଥିକ ସହଯୋଗ ପାଇପାରନ୍ତି। ସନ୍ଧ୍ୟା 6:43 ଠାରୁ ପୂର୍ବ ଭାଦ୍ର ନକ୍ଷତ୍ର ପାଇଁ ଅଶୁଭ। ଯଦିଓ ଆଜି ଆର୍ଥିକ ସହଯୋଗ ମିଳିବ, ତଥାପି ଦେହ ପୂର୍ଣ୍ଣ ଅସୁସ୍ଥ ରହିବ। ଯାତାୟାତ ପାଇଁ ସୁଖକର ଦିନ ନୁହେଁ। ଆୟ ଅମଳରେ ବାଧା ବନ୍ଧନ ଭାବ ଅଛି। କୌଣସି କାମର ସଫଳତା ମିଳିବନି। ଅନେକ ସମୟ ବୃଥାରେ ଯିବ। ସନ୍ଧ୍ୟାକୁ ଦେବ ଦର୍ଶନ ଯୋଗ ଅଛି। କୌଣସି ବନ୍ଧୁ ଆଜି ଖାଦ୍ୟ ବ୍ୟବସ୍ଥା କରିପାରନ୍ତି। କୁମ୍ଭ ରାଶି ପାଇଁ ଶୁକ୍ରବାର 7 ତାରିଖ ମୀନ ରାଶି ଲୋକଙ୍କୁ ମନଲାଖି କର୍ମ ମିଳିବ। ସନ୍ଧ୍ୟା 6:43 ଠାରୁ ରେବତୀ ନକ୍ଷତ୍ର ପାଇଁ ଅଶୁଭ। ଘାତବାର ଘାତବାର ସାବଧାନ। ଆଜ ଏକ ଶୁଭ ଦିନ। ଅର୍ଥ ସମସ୍ୟାର ପୂର୍ଣ୍ଣ ସମାଧାନ ହେବ। ଏଥିପାଇଁ ପୂର୍ବ ପ୍ରସ୍ତୁତି ଦରକାର। ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ବିପୁଳ ଅର୍ଥ କରଗତ ହେବ। ଆଜି ଶୁକ୍ରବାର। ମୀନ ଶୁକ୍ରରେ ଉଚ୍ଚ। ଭାଇ ବନ୍ଧୁ କୁଟୁମ୍ବଙ୍କ ସହ ସୁସମ୍ପର୍କ ରହିବ। ଦେହ ପୂର୍ଣ୍ଣ ସୁସ୍ଥ ରହିବ। ପ୍ରତ୍ୟହ କରୁଥିବା ପରିବାର ପୋଷଣ ଧାରା ଆଜି ଶୃଙ୍ଖଳିତ ହେବ। ହାତକୁ ମୁଠା ମୁଠା ଧନ ଆସିବ। କେମିତି? ନେଇ ଆଣି ଥୋଇପାରିଲେ, ବୁଦ୍ଧିର ଖେଳ ଖେଳିଲେ, ମୁଣ୍ଡ ଖଟାଇଲେ, ଶାରୀରିକ ପରିଶ୍ରମ କଲେ, ନହେଲେ ନୁହେଁ। ରହିଲି ବନ୍ଧୁ, ପୁଣି ଆସନ୍ତା କାଲିକି ଯଦି ଈଶ୍ୱର ଚାହିଁବେ।